ନାଇଁ ମୋର ସଂସାରରେ କେହି ନାହାନ୍ତି ନା ଗୋଟେ କାମ କରି ମୋ ମଠରେ ରହିବୁ ନା ରହିବି କହିଲେ ମଠରେ ରହିବୁ ନା ରହିବି ନା ଆଉ ଚାଲେ ତୁ ଆଉ ମୋର ନା ମୋ ସାଙ୍ଗରେ ଚାଲେ ମୁଁ ତତେ ପେଟ ପୁରା ଖାଇବାକୁ ଦେବି ବୋଲା ଭଗବାନ କି ଜୟ ପେଟ ପୁରା ଖାଇବାକୁ ଦେବ ନା ଖାଇବାକୁ ଦବ ନା ହଁ ଦେବି ନା ଯିବି କିନ୍ତୁ ଗୋଟେ କଣ୍ଡିସନ ନା କଣ କଣ୍ଡିସନ ନା ଆଜ୍ଞା ମୁଁ ଅଳ୍ପ ବେଶୀ ଖାଏନି ଟିକେ ଖାଏ ଟିକେ ଅଧିକା କିରି ଖାଏ ନା କେତେ ଖାଇବୁ ମଠରେ କଣ ଧନ ସମ୍ପତ୍ତି ହବ ନା କେତେ ଖାଇବୁ ନା ଛୋଟିଆ ପିଲାଟା ଅଛି ନା ମୋ ପେଟୁଟା ବଡ ଦି ଚାରି ସେରେ ଭାତ ମୁଁ ଏକାଥରେ ଖାଇ ଦିଏ ବୋଲାନନ୍ଦ ଭଗବାନ ଜୟ ମନୋଦାସ ଚିନ୍ତା କରେ ପିଲାମାନେ ତ କେହି ରହୁନାହାନ୍ତି ସବୁ ରାଗିକିରି ପଳଉଛନ୍ତି ଇଏ ପଛେ ଖାଉ ରହିଯାଉ ନେଇକିରି ପଳେଇଗଲେ ଆଶ୍ରମରେ ରଖିଲେ ଯେତେବେଳେ ଆଶ୍ରମରେ ରଖିଲେ ବିଭିନ୍ନ ପ୍ରକାର ପୂଜା ସେବା ଚାଲିଲା ଭଗବାନଙ୍କର ଭଜନ ଯେମିତି ସନ୍ଧ୍ୟା ଆଳତୀ ସକାଳ ଆଳତୀ ସକାଳ ସନ୍ଧ୍ୟା ତିନି ପ୍ରକାର ସନ୍ଧ୍ୟା ଆଜ୍ଞା ଗୋଟେ ସକାଳ ଗୋଟେ ମଧ୍ୟାହ୍ନ ଆଉ ଗୋଟିଏ ସନ୍ଧ୍ୟା ଆଳତୀ ତିନି ପ୍ରକାର ସନ୍ଧ୍ୟା ଆଳତୀ ବିଷୟରେ ତାର ଜ୍ଞାନ ହେଲା ଇଏ 15 ଦିନ ଗଡି ଯାଇଛି 15 ଦିନ ଗଡିଗଲା ଆଜ୍ଞା ଟିକେ ମନ ସ୍ଥିର ଦେଇ ଶୁଣିଲେ ବହୁତ ଭଲ ହବ ବୋଲାନନ୍ଦ ଭଗବାନ କି ଜୟ ଇଏ 15 ଦିନ ଗଡି ଯାଇଛି ଇଏ 15 ଦିନରେ ଥରେ ଏକାଦଶୀ ହୁଏ ଆପଣ ଜାଣନ୍ତି ସଂସାରରେ ଯେତେ ପ୍ରକାର ବ୍ରତ ଅଛନ୍ତି ଆଜ୍ଞା ଆଜ୍ଞା ଗଣେଶ ବ୍ରତ ଆଜି କି ବ୍ରତ ଗଣେଶ ବ୍ରତ ବିଭିନ୍ନ ପ୍ରକାର ବ୍ରତ ଅଛନ୍ତି ବୁଧେଇ ଓଷା ବ୍ରତ ଖୁଦୁରୁକୁଣି ବ୍ରତ କେତେ ପ୍ରକାର ବ୍ରତ ଅଛନ୍ତି ଇଏ ସଂସାରରେ ସବୁଠୁ ବଡ ବ୍ରତ ହଉଛି ଏକାଦଶୀ ବ୍ରତ ଭଗବାନ ନାରାୟଣଙ୍କର ବ୍ରତ ଏକାଦଶୀ ତିଥି ପଡିଛି ଅଢିଆ କହିଲା ବାବାଜୀ କହିଲେ ବାପାରେ ଆଜି ମଠରେ ଭାତ ରୋଷେଇ ହବ ନାହିଁ କାହିଁକି ନା ଏକାଦଶୀର ଅନ୍ନ ନିଷେଧ ଚେଲା କହିଲା ନାଇଁ ବାବାଜୀ ମୁଁ କଣ୍ଡିସନ କରିଛି ଖାଇବି ନହେଲେ ମୁଁ ଚାଲିଲି ନା ନାଇଁ ନାଇଁ ତୁ ଯା ନା ଖାଇବୁ ଯେ ଗୋଟେ କାମ କର ମଠରେ ସିନା ରୋଷେଇ ହବନି ତୁ ତ ଏକାଦଶୀ କରୁନୁ ନା ନାଇଁ ତୁ ଯା ମଠ ବାହାରେ ରୋଷେଇ କରିକି ଖାଇବୁ ନା ଗୋଟେ କାମ କର ମତେ ଚାଉଳ ଡାଲି ଚାଉଳ ଦେଇଦି ମୋର ସେଠି ଖେଚୁଡି କରିକି ଖାଇଦେବି ବୋଲାନନ୍ଦ ଭଗବାନ କି ଜୟ ଏ ଯାଇକିରି କିଛି ଦୂରରେ ଜାଳ ଫଳ ଯାହା ନେଇଥିଲା ପରିବା ପତ୍ର ଖେଚୁଡି ଅନ୍ନ କରିଦେଲା କରିଦେଇକିରି ବସିକିରି ଭଗବାନଙ୍କୁ ଡାକୁଛି କାହିଁକି ଡାକିଲା ଭଗବାନଙ୍କୁ ନାଇଁ ଗୁରୁଙ୍କର ନିର୍ଦ୍ଦେଶ ଦିନେ ଭୋଗ କର ଲଗଉଥିଲେ ଗୁରୁ ଅଢେଇଆ ପଚାରି ଦେଇଛି ଅଢେଇଆ କାହିଁକି ତା ନାଁ ହେଲା ନା ସେ ଅଢେଇଶରେ ଚାଉଳର ଭାତ ହୁଏ ତ ଗୁରୁ ଯୋଉ ନାଁଟା କିଛି ପାଇଲେନି ଏକୋଇଶା ତ କରିନାହାନ୍ତି ନାଁଟା ଅଢେଇଆ ଦେଇଦେଲେ ବୋଲାନନ୍ଦ ଭଗବାନ ଜୟ ଅଢେଇଆ ଚିନ୍ତା କଲା ଦିନେ ଗୁରୁଜୀ ପୂଜା କରୁଥିଲେ ମନ୍ଦିରରେ ମୁଁ ପଚାରିଥିଲି ଗୁରୁ ଆଖି ବୁଝିକି ଡାକୁଛ କାହାକୁ ଗୁରୁ ଚିନ୍ତା କଲେ ପିଲା ଲୋକ ତ କିଛି ବୁଝିପାରିବନି କହିଲେ ଗୋଟେ କିଛି ନାହିଁ ତୁ ମୁଁ ଯେମିତି ତୋର ଗୁରୁ ମୁଁ ସେମିତି ମୋ ଗୁରୁକୁ ଡାକୁଛି ବୋଲାନନ୍ଦ ଭଗବାନ କି ଗୁରୁଙ୍କର ନାଁଟା ପଚାରିବାକୁ ଭୁଲି ଯାଇଛି ଅଢେଇଆ କହିଲା ହଉ ହେଲା ଯଦି ଡାଇରେକ୍ଟ ନ ଡାକି ହଉଛି ତାହେଲେ ଇନଡାଇରେକ୍ଟଲି ଡାକିଦବା ପତ୍ର ପଡିଗଲା ଆଉ ଗୋଟିଏ ପତ୍ର ତାପରେ ଘୋଡେଇ ଦେଇଛି କହିଲା ଭଗବାନଙ୍କୁ ଡାକିକିରି ଖାଇଦବା ଭଗବାନ ଗୁରୁ ତ କହିଛନ୍ତି ବିନା ନୈବେଦ୍ୟରେ ଭୋଜନ କରିବୁ ନାହିଁ କାହିଁକି ନା କଣ ବିନା ନୈବେଦ୍ୟରେ ଭଗବାନ ତା ବିଷ ସହିତ ସମାନ ଶରୀରକୁ ଯାଉଛି ବିକାର ଶକ୍ତି ତିଆରି କରିବ କିଛି ସାତ୍ବିକ ଆହାର ହବ ନାହିଁ ବୋଲାନନ୍ଦ ଭଗବାନ କହିଲା ଇଏ ତ ମୋର ଗୁରୁ ସିଏ ତାଙ୍କ ଗୁରୁକୁ ଡାକୁଥିଲେ ତେଣୁ ମୁଁ ତ ଜାଣିନି ସିଏ କିଏ ଇନଡାଇରେକ୍ଟଲି ଡାକିଦବା କହିଲେ ଗୁରୁଙ୍କର ଗୁରୁ ଖାଇବ ଆସ ଗୁରୁଙ୍କର ଗୁରୁ ଖାଇବ ଆସ ଗୁରୁଙ୍କର ଗୁରୁ ଖାଇବ ଆସ ଗୁରୁଙ୍କର ଗୁରୁ ଖାଇବ ଆସ ଏ ଦି ଚାରି ଥର ଡାକିଲା ପରେ ଦେଖିଲା କେହି ଆସୁ ନାହାନ୍ତି କହିଲା ଉଛୁର ହେଲାଣି ମୋ ଉପବାସ ଉଛୁର ହେଲାଣି ମୋ ଉପବାସ ଗୁରୁଙ୍କର ଗୁରୁ ଖାଇବ ଆସ ଗୁରୁଙ୍କର ଗୁରୁ ଖାଇବ ଆସ ଭଗବାନ ଜୟ କହିଲା ଗୁରୁଙ୍କର ଗୁରୁ ଖାଇବ ଆସ ଉଛୁର ହେଲାଣି ମୋ ଉପବାସ ମୁଁ ପେଟ ବିକଳରେ ମୋ ପେଟ ଭିତରେ ମୂଷା ଦୌଡ଼ିଲାଣି ତୁମେ ଟିକେ ଜଲ୍ଦି ଜଲ୍ଦି ଆସ ଆସିକିରି ଖାଇଲେ ମୁଁ ଖାଇବି ମୋ ଗୁରୁ କହିଛନ୍ତି ବିନା ନୈବେଦ୍ୟରେ ତୁ ଅନ୍ନ ଗ୍ରହଣ କରିବୁ ନାହିଁ ଥରେ ନୁହଁ ଦିଥର ନୁହେଁ 5 ଥର ଡାକିଲା ପରେ କଣ ହେଇଛି ଘଟଣା କେହି ଆସୁ ନାହାନ୍ତି ଅଢେଇଆ ଚିନ୍ତା କଲା ଏକାଦଶୀଟା ମତେ ଏଠି କରିବାକୁ ପଡିବ ନା କଣ ଜଙ୍ଗଲ ଭିତରେ କହିଲା ନାଇଁ 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 ଆଉ ଥରେ ଡାକିଲା କହିଲେ ଗୁରୁଙ୍କର ଗୁରୁ ଖାଇବ ଆସ ଗୁରୁଙ୍କର ଗୁରୁ ଖାଇବ ଆସ ଗୁରୁଙ୍କର ଗୁରୁ ଖାଇବ ଆସ ଗୁରୁଙ୍କର ଗୁରୁ ଖାଇବ ଆସ ଉଛୁର ହେଲାଣି ମୋ ଉପବାସ ଉଛୁର ହେଲାଣି ମୋ ଉପବାସ ଗୁରୁଙ୍କର ଗୁରୁ ଖାଇବ ଆସ ଗୁରୁଙ୍କର ଗୁରୁ ଖାଇବ ଆସ ଗୁରୁଙ୍କର ଗୁରୁ
ଜଲ୍ଦି ଜଲ୍ଦି ଟିକେ ଆସ ଖାଅ, ତାପରେ ଖାଇବି। ଯେତେବେଳେ ଏ କଥା ଚିନ୍ତା କଲା କେହି ତ ଆସୁନାହାନ୍ତି, ବୈକୁଣ୍ଠପୁର ଆଜି ପ୍ରକମ୍ପିତ ହେଇଗଲା। କାହିଁକି ନା ବୈକୁଣ୍ଠ ବିହାରୀ ବିଷ୍ଣୁ ବୈଚିନି କହିଲେ ଭଗବାନ ଗୁରୁ ତ ମତେ ଡାକୁଥିଲା, ଇଏ ତ ଡାଇରେକ୍ଟ ମତେ ଡାକୁନି, ଇନଡାଇରେକ୍ଟଲି ମୋ ପାଖରେ ଆସି ପହଞ୍ଚି ଗଲାଣି। କହିଲେ ବସୁଦେବଂ ସୁତଂ ଦେବଂ କଂସ ଚାଣୂର ମର୍ଦନଂ ଦେବକୀ ପରମାନନ୍ଦಂ କୃଷ୍ଣ ବନ୍ଦେ ଜଗଦ୍ଗୁରୁ, କୃଷ୍ଣ ବନ୍ଦେ ଜଗଦ୍ଗୁରୁ। ଗୁରୁଙ୍କର ଗୁରୁ ଜଣେ ଜଗଦ୍ଗୁରୁ ବସିଛନ୍ତି ଉପରେ। କହିଲା ନାଇଁ ରେ ବାପା ଆଉ ବିଳମ୍ବ କଲେ ହବ ନାଇଁ, ପିଲାଟା ଉପାସ ରହି ଗଲାଣି। ଲକ୍ଷ୍ମୀ ଯାଉଥିଲେ ବାଢିକିରି ଖୋଇଦେବାକୁ, ଯେତେବେଳେ ଭଗବାନ ହଠାତ୍ ଅନ୍ତର୍ଧାନ ହେଇଗଲେ ଆସି ପହଞ୍ଚିଗଲେ କୋନା ଅଳିଆ ପାଖରେ, ଦେଖିଲେ ପତ୍ରଟିଏ ପଡିଛି, କଦଳୀ ପତ୍ର ଆଉ ଘୋଡା ହେଇଛି। ଆପଣ ଯେତେବେଳେ ଯିବେ ମନ୍ଦିରକୁ ଦେଖିଥିବେ ଗୋଟାଏ ଯେକୌଣସି ଖାଦ୍ୟ ଆପଣ ନାରାୟଣ ଦେଖିଦେଲେ ପତ୍ର ଉପରେ ଆଉ ଗୋଟିଏ ପତ୍ର ଘୋଡା ହେଇକିରି ରହିଛି। ଆଖି ବୁଝିକିରି ଅଳିଆ ଡାକୁଛି ଗୁରୁଙ୍କର ଗୁରୁ ଖାଇବ ଆସ। ଭଗବାନ କଣ କଲେ ନା ପତ୍ରଟାକୁ କାଢିଦେଲେ, ଦେଖିଲେ ଖେଚୁଡି ଅନ୍ନ ହେଇଛି, ଖେଚୁଡି ଅନ୍ନ ହେଇଛି। ଭଗବାନ କଣ କଲେ ଖାଇଦେଲେ। ଯେତେବେଳେ ଖାଇଦେଲେ ଅଳିଆ ଆଖି ବୁଝି ଖାଲି ଖୋଲୁଥାଏ ବନ୍ଦ କରୁଥାଏ, ଦେଖୁଛି କିଏ ଆଇଲା କି ନାହିଁ। ଭୋକ ଜୋର ହେଲା ହେଲାଣି। ଯେତେବେଳେ ଏଇ କଥା ଦେଖିଦେ ହଠାତ୍ ଦେଖିଦେବାକୁ ଜଣେ ବସିକିରି ଖାଉଛି, ଆଜି ଖୋଲୁଛି ବନ୍ଦ କରୁଛି, ଖୋଲୁଛି ବନ୍ଦ କରୁଛି, ଦେଖିଦେବାକୁ ଜଣେ ଖାଉଛି। କହିଲା ଆରେ ଜଣେ କଣ କି ଆସି ସତରେ ଖାଇଲା, ସବୁ ଯାକ ଯେମିତି ଖାଇଦେବ ତ ଗଲା। 250 ଯାକ ଚାଉଳ ମୁଁ ସେଇଥିରେ ଢାଳି ଦେଇଥିଲି, ଆଉ ତ ହାଣ୍ଡିରେ କିଛି ନାହିଁ। କହିଲା ହଉ ଯଦି ଖାଉଛି ଖାଉ, ଖାଇବାରେ ବାଧା ଦେବା ଗୁରୁ ମନା କରିଛନ୍ତି, କାହାକୁ ଉଚିତ ହବ ନାହିଁ। କହିଲା ହଉ ଖାଉ। ଆରେ ଖାଇଲା ଖାଇଲା ଖାଇଲା, ସବୁ ଯାକ ଖାଇକି ସିଏ ପଳେଇ ଗଲେ। ଭଗବାନ ଜୟ। ଅଳିଆ ଆଖି ଗଲା ବେଳକୁ ପତ୍ର ସଫା, ଖାଲି ପତ୍ର, ତା ଦେହରେ କିଛି ନାହିଁ। ମନଟା ଦୁଃଖ କଲା। ହେଲା ହଉ ନହେଲା ନାହିଁ, ଭୋଜନ ନହେଲା ନାହିଁ, କିନ୍ତୁ ଲୋକଟା ଯିଏ ଆଇଥିଲା ଭାରି ସୁନ୍ଦରିଆ, ଦେଖିଲେ ମନଟା ବହି ଯାଇ ପହଞ୍ଚିଗଲା କୋଉଠି ନା ଗୁରୁଦେବଙ୍କ ଆଶ୍ରମରେ। ପକେଇଦେଲା ଯୋଉ ହାଣ୍ଡି କଡେଇ ଦେଖିଛନ୍ତି, ଦେଖିଲା ଗୁରୁଦେବ ଆକୁ ରଖନ୍ତୁ ମୁଁ ଚାଲିଲି ନା କାହିଁକି।